जय बलराम सत्य बलराम धर्म बलराम हे गुरु बलराम शक्ति बलराम ज्ञान बलराम है। यही प्रार्थनाटी 1970 मसीह आमे जेतेबेले गोटे शीत राति बोधे हम ना शीत राति खरा दिन आमे यही पवित्र अनंत पवित्र पाद पद्म को दर्शन करी आमे केन्द्रापड़ार तुलसी क्षेत्र को दर्शन करने को गलु पादरे चाली चालिक जाइलु बाटर गोटे नई पड़ा से नदीर ना तो मुझे कहीपरि नुआ कि करा दिया एमती गोटे कौन हम किंतु से नईर तटरे गोटे गाँ अथिला से हूँ आईडीपुर ये आईडीपुर ग्राम आम जो गाईडीपुर थिला आउ गोटे गाँ थिला रंका ये रंकार ग्राम जो आम सकाल माने ब्राह्म मुहूर्त पहुँचलु नाउरिया अपेक्षा करता आगुरी खबर दिखाला जिते सी नाउरी पारी करने जिते आम कहलु पारी कर आम जीवु टी बलदेव दर्शन करने से नाउरिया किंतु कथा ठीक भाव शुणिला भली कहीं लगिलानी तार बोधे भितरी उद्देश्य थिला आगे से डंगार भड़ा नहीं साइला परे तापर से डंगा पाई करिवो तार भितर गोटे ध्रुव साहू बोली गोटे लोक थिला एबे भी से बंची जंती से हठात कही पकेले गोटे छुआ ठाकुर को तुम नहीं आम नहीं बलदेव पाखक जाऊँ तमें से छुआ ठाकुर को पाखर पुणी पैसा नब सी जड़े वयस्क व्यक्ति थे हठात कही पकेले ठाकुर तो ठाकुर पुणी छुआ ठाकुर बड़ ठाकुर मझिया ठाकुर इत्ते ठाकुर आइले कौटी आम तो जन को ठाकुर बोली भाविचु से होती बलिया ठाकुर बा बलदेव माने पुरी से केन्द्रापड़ा बलदेव क्षेत्र पुणी तमें कौच छुआ ठाकुर आपर आउ गोटे किए आस युवक ठाकुर तुम आम परिवार केमी चल यही कथा जो से कहला ये जो बेतटी मो पाखे अच्छी यहाँ मोर सबुदिनिया गोटे अस्त्र भली मु व्यवहार करुच्ची 1970 मसीहा यही अस्त्र यहाँ अस्त्र बोली कहनी शस्त्र यही शस्त्र केते लक्ष लोकंक मस्तक ये बेत स्पर्श होती एवं अनेक दुख कष्ट समस्या रही मनीष से कष्टरू लाघव होती तेणु ये हूँ गोटे बड़ कथा तेणु ये जो बलदेवंकर ये जो बेतटी को मुझे देखी कहली तुम्हें तो अनेक बड़ ठाकुर सान ठाकुर सब देखीच तुम्हें सबुठ बड़ ठाकुर को देखीच आम तो एते ठाकुर को देखिनु ये आम कौन तुमको पैसा न दवापाई आम गोटे कि फिकर करुचु तुम केते पैसा हो तुम्हें पारी कर दियो तापर नब ना पैसा नदेले मु पारी करी तापर ताको पैसा दिया डंगारू आम ओह्लैलु
ଅବଶ୍ୟ ମୁଁ ନିଜେ ଲୋକଙ୍କୁ ବୁଝାଏ ଅକ୍ରୋଧ ବୈରାଗ୍ୟ ଜିତେନ୍ଦ୍ରିୟଞ୍ଚ ଦୟା କ୍ଷମା ସର୍ବଜନେ ପ୍ରିୟଞ୍ଚ। ଗୀତାର ସେଇ ମହାନ ବାଣୀ ଅହଙ୍କାର ବଳ। ମୋ ଭିତରେ ଅହଙ୍କାର ନଥିଲା, କିନ୍ତୁ ଟିକେ ତା କଥା ମୋତେ କଟୁକ୍ତି ଲାଗିଲା। ସେତିକି ବେଳେ ମୁଁ ତାକୁ କହି ପକେଇଲି, ମୁଁ କହିଲି ନାଉରୀ ବାବୁ, ଯୁଗ ଯୁଗ ଧରି ତୁମେ ଠାକୁରମାନଙ୍କୁ ଏମିତି ହଇରାଣ କରିଛ। ମୁଁ କିନ୍ତୁ ଠାକୁର ନୁହେଁ, କିନ୍ତୁ ଯେ ପ୍ରକୃତରେ ଠାକୁର ସେମାନଙ୍କୁ ବି ତୁମେ ହଇରାଣ କରିଛ। ରାମ ଠାକୁରଙ୍କୁ, ବାମନ ଠାକୁରଙ୍କୁ, ଏଇଭଳି ଅନେକ ଠାକୁରଙ୍କୁ ତୁମେ ସବୁ ହଇରାଣ କରିଛ। ଆମେ ଠାକୁର ନୁହେଁ, ଗୋଟେ ଠାକୁରଙ୍କ ଦର୍ଶନ ପାଇଁ ଯାଉଛୁ। ଏଠି ତମେ ବି ଆମକୁ ମାନେ ହଇରାଣ କଲ ବା ଗୋଟେ ପଇସା ପତ୍ର ପାଇଁ ଝଗଡ଼ା କଲ। କିନ୍ତୁ ମନେ ରଖ, ଯଦି ଏଇ ପବିତ୍ର ବେତର ଯଦି ଶକ୍ତି ଥାଏ, ଆଉ ଏଇ ବେତ ଭିତରେ ଯଦି ଅନନ୍ତ ବଳଦେବ ଯିଏ ଅନନ୍ତ, ସିଏ ବଳଦେବ ଅନନ୍ତଙ୍କର ଶକ୍ତି ଯଦି ଥାଏ, ତାହେଲେ ମୁଁ କହିଯାଉଛି 7 ଦିନ ଭିତରେ ତୁମେ ନେଇଥିବା ଅର୍ଥ ଏବଂ ତା ସହିତ ଜୋରିମାନା ଦେଇ ଆଶ୍ରମରେ ପହଞ୍ଚିବ। ଯଦି ନ ପହଞ୍ଚିବ ତାର ଫଳ ତୁମେ ଭୋଗ କରିବ। କଥାଟି ଗତ ହେଇଗଲା। ସେଦିନ ଆମେ ଫେରିଲୁ। ସେଦିନ ମସ୍ତିଷ୍କଟା ଗୋଟେ ଉଜ୍ଜଳ ମସ୍ତିଷ୍କ ମୋର ଥାଏ। ଯେଉଁ ମସ୍ତିଷ୍କଟା ଗୋଟେ ଆନନ୍ଦ ଭିତରେ ମାନେ ସମ୍ପୂର୍ଣ୍ଣ ଭାବରେ ସେ ଲିପ୍ତ ଥାଏ। ଯେ ପହଞ୍ଚିଲି ତୃତୀୟରେ କ'ଣ ପାଗଳ ହେଇଯାଇଥାନ୍ତି। ସେ ଲୁହା ଝଞ୍ଜିର ଭିତରେ ବନ୍ଧା ହେଇକି ଥାନ୍ତି। ଜଣେ ମୂଷା ନନା ତାଙ୍କ ନାଁ, ସେ ଥିଲେ ରଥର ଡାହୁକ। ସେ କେବଳ କହିଲେ ଟିକେ ପାଣି ଫାଣି କ'ଣ ମୋ ମସ୍ତିଷ୍କଟା ଗୋଟେ ଉଜ୍ଜଳତମ ମସ୍ତିଷ୍କ। ଆମେ ପ୍ରମାଣ ରାଜା ହେବେ ନୁହଁ, ହେଇଥିଲେ ଆଜି ବି ରାଜା ହେଇ ରହିଛନ୍ତି। ବଳଦେବ ହେବେ ରାଜା, ଏଇଟା ଆଜିର କଥା ନୁହେଁ। ତେଣୁ ବଳଦେବଙ୍କୁ ଅନନ୍ତଙ୍କ ରୂପରେ ଆମେ ପୂଜା କରୁ ଏବଂ ସେଇ ବଳଦେବଙ୍କର କୃପାରେ ଆଜି ଆମେ ଏଠି ଯେଉଁ ନୀଳାଖେଳା ଯାହା କିଛି ଆମେ କରୁଛୁ, ଦେଖୁଛୁ, ଯାହା କରୁଛୁ ସବୁ ତାଙ୍କରି ଲୀଳା। କିଏ ଅଭିମାନ କରୁଛି, କିଏ ବହୁତ ସମ୍ମାନ ଦେଉଛି, କିଏ ଆସ୍ତିକ ହେଇଯାଉଛି ତ କିଏ ନାସ୍ତିକ ହେଇଯାଉଛି। ଏ ସବୁ କଥାର ହିସାବ କିତାବ ତାଙ୍କ ପାଖରେ ଅଛି। ମୋ ନାଁ ବଳରାମ ଦାସ, ମୋତେ ନାଁ ଦେଇଛନ୍ତି ବଳିଆ। ପୁରୀର ଶ୍ରୀକ୍ଷେତ୍ରର ସେଇ ବଳିଆ ଦେଇଛନ୍ତି ନା। ତେଣୁ ଏସବୁ ହେଉଛି ଆମର କଥା। ଆହୁରି ଅନେକ କଥା ତ ରହିଛି। ବଳ ଆଉ ରାମ, ବଳ କହିଲେ ଶକ୍ତି। ସମଗ୍ର ପୃଥିବୀ ଚାଲିଛି, ଜୀବନ ଚାଲିଛି, ପୃଥିବୀ ଚାଲିଛି, ପ୍ରକୃତି ଚାଲିଛି। ସେ ନାଁଟା କ'ଣ? କେଉଁ ନାଁରେ ଚାଲିଛି? ମୋର ନାଁ ଅଛି, ତାର ନାଁ ଅଛି, ତାର ନାଁ ଅଛି। ଏଡ଼େ ବଡ଼ ଜଗତଟା ଚାଲିଛି, ସେ କେଉଁ ନାଁରେ? ସେଇଟା ହେଉଛି ବଳ ବା ଏନର୍ଜି। ଆଚ୍ଛା, ସେ ଏନର୍ଜିଟା ଯେଉଁଟା ଚାଲିଛି ସେଇଟା ଆମକୁ ଦେଉଛି କ'ଣ? ଇଏ ଇଲେକ୍ଟ୍ରୋନିକ୍ ପାୱାର ଆମକୁ ଦେଇଛି କ'ଣ? ଆନନ୍ଦ ଦେଇଛି, ଶାନ୍ତି ଦେଇଛି। ଆଜି ମୋବାଇଲ ଚାଲିଛି, ଫ୍ରିଜ୍ ଚାଲିଛି, ଏସି ଚାଲିଛି, ସବୁ କଥା। ମୋର ବାପା ସେ ଜଣେ ସିନେମା ଡ୍ରାମାଟିକ୍ ଆକ୍ଟର ଥିଲେ। ସେ କେବେ ବି ଆମକୁ ପଚାରନ୍ତିନି ଯେ ପିଲା ଖାଇଛ। ସେଦିନ କାହିଁକି ପଚାରିଲେ ବାପା ଯେ ପିଲା ଖାଇଛ? ଆମେ ତ ମିଛ ନ କହି ସରଦ କହିଲୁ ହଁ ନା।
ସେ ଗୋଟେ ଆକବର ଖାଁ ବୋଲି ଗୋଟିଏ ମୁସଲମାନ ଦୋକାନୀ ରାତିରେ ତାକୁ ଯାଇ ଉଠେଇ ସେ ନିମିକି ବିସ୍କୁଟ ଆମକୁ ଦେଇ ଖୁଆଇଲେ, ପାଣି ପିଆଇଲେ ଏବଂ ଶୋଇଲେ। ତେଣୁ ଆଜି ବି ଅତୀତଟାକୁ ଭୁଲିଯିବା, ଆଜି ବି ଭାରତର ଯେକୌଣସି ସ୍ଥାନରେ ମୁଁ ବୁଲେ ଏଇ ବିସ୍କୁଟ ଯେଉଁଠି ମିଳେ ମୁଁ ସେଥିରୁ 20 ଖଣ୍ଡେ କିଣିକିରି ଆଣେ, ଏଇ ଗପଟି କରେ। ତେଣୁ କୌଣସି କଥାକୁ ଭୁଲି ଯାଅନି, ସବୁକୁ ମନେ ରଖ ଏବଂ କାର୍ଯ୍ୟକାରୀ କର। କିନ୍ତୁ ଅତୀତକୁ ମନେ ପକାଇ କାହାରି ଉପରେ ଦୋଷାରୋପ ଦିଅ ନା, ହେଲା। ସକଳ ତୁମାରି ଇଚ୍ଛା ଇଚ୍ଛା ହୋଇ ସାରା। ଆଜି ପବିତ୍ର ବଳରାମଙ୍କ ଜନ୍ମଦିନରେ ମୋର ଦୀକ୍ଷା ଗୁରୁ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କର ଆଜି ପବିତ୍ର ଜୟନ୍ତୀ। ଏ ଜୟନ୍ତୀଟି ଆମର ଆସନ୍ତା କାଲି ପାଳନ ହେବ। ମୁଁ ସେଇ ଗୁରୁ ଗୋବିନ୍ଦଙ୍କ ପାଦରେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରି ରହୁଛି। ଓମ୍ ଶାନ୍ତି ଶାନ୍ତି ଶାନ୍ତି।